ମୁଁ ଭାବୁଛି ମୁଁ ଏ ସମ୍ପର୍କରେ ଗୋଟେ ବ୍ୟକ୍ତିଗତ ମତ ଦେଇଥିଲି। ଏଟା ରାଜ୍ୟସଭା ନିର୍ବାଚନ ନୁହେଁ, ଏ ଓଡ଼ିଆ ଅସ୍ମିତାର ଅନ୍ୟ ଏକ ପରୀକ୍ଷା ହେବ। ଆମେ ସେ ପରୀକ୍ଷାରେ ଫେଲ୍ ହେଇଯାଇଛୁ ବୋଲି କହିଲେ ଭୁଲ ହେବନି। କାରଣ ଯେଉଁମାନେ ଦଳର ମତ ବିରୋଧରେ ଯାଇ ଦଳ ବିରୋଧରେ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ, ଉଭୟ ସମ ପରିମାଣରେ ଦୋଷୀ। ଯଦି ଏତେ କଥା କରିବାର ଥିଲା, ବିଧାୟକମାନଙ୍କୁ ତାଙ୍କର ବିବେକ ଅନୁସାରେ ଭୋଟ ଦେବା ପାଇଁ ଛାଡ଼ି ଦେଇଥିଲେ ଏ ପ୍ରକାର ଅପବାଦ ଆଉ ମୁଣ୍ଡିବାକୁ ପଡ଼ିନଥାନ୍ତା। କିନ୍ତୁ ନା ବିଧାୟକମାନେ ସେ କଥା ବୁଝୁଛନ୍ତି, ନା ଅସ୍ମିତା କଥା ଯେଉଁମାନେ କହୁଛନ୍ତି ସେମାନେ ଏ ଭୋଟର ହିତାଧିକାରୀ ହେଲା ବେଳେ ନିଜ ଉପରକୁ ତାହା ନେଉଛନ୍ତି, ନା ଆମେ ଯେଉଁମାନେ ଆଲୋଚନା କରୁଛୁ ଗଣମାଧ୍ୟମ ଏବଂ ସାଧାରଣ ଲୋକ କାହାକୁ ଏ କଥା ଜିତିବା। ତେଣୁ ଏ ବିଷୟରେ ମନ୍ତବ୍ୟ ଦେବା ମଧ୍ୟ ମୁଁ ଭାବୁଛି କିଛି ମୂଲ୍ୟ ରଖୁନି। ରାଜ୍ୟସଭା ନିର୍ବାଚନ ଆମେ ସବୁ ଏକାଠି ହେଇଛୁ ବୋଲି କିଏ କହୁଛୁ? ଆମେ ବସି ଖାଇଦେଲେ ଏକାଠି ହେଇଗଲେ। କିଏ କେତେବେଳେ କାହା ସହିତ ମିଶୁଛି? ବିଜେଡି ଆଉ ବିଜେପି କ'ଣ ଏକାଠି ଥିଲେ ବୋଲି ବହୁତ ଲୋକ କହନ୍ତି। ଏବେ ବି ବିଜେଡି ଆଉ ବିଜେପି ଭିତରେ କ'ଣ ପରଦା ପଛର ସମ୍ପର୍କ ଜାଣିବା ଭାରି କଷ୍ଟ। ଖୋଲାଖୋଲି ଭାବରେ ବିଜେପି ଠାରୁ ଦୂରେଇ ଯାଇ ବିଜେଡି ଆଉ କଂଗ୍ରେସ ସାମୟିକ ଭାବରେ ଏକାଠି ହେଇଥିଲେ କି ଭବିଷ୍ୟତରେ ଏକାଠି ହେବେ, ସେ ବିଷୟ ଆଗାମୀ ଦିନରେ ଜଣାପଡ଼ିବ। ଏବେଠୁ ଆକଳନ କରିବା। କିନ୍ତୁ ଏଭଳି ପରିସ୍ଥିତିରେ କାହାକୁ ବିଶ୍ୱାସ କରିବା ସମ୍ଭବ ହେଉନାହିଁ। କିଏ ବା ଅଛି କେଉଁ ମତେ ଜାଣିବା ଭାରି କଷ୍ଟ। ରାଜ୍ୟସଭାର ଫଳାଫଳ ଇଏ ପ୍ରକୃତପକ୍ଷେ ଯେମିତି ଆପଣ କହିଲେ ଓଡ଼ିଆ ଅସ୍ମିତାର ପରିଚୟ ଥିଲା ବା ପରୀକ୍ଷା ଥିଲା, ସେ ପରୀକ୍ଷାରେ କ'ଣ ଓଡ଼ିଆ ଅସ୍ମିତା ପାସ୍ କରିଛି? କହିଲି ପରା, ଫେଲ୍ ହେଇଛି। ପ୍ରଥମ ଅସ୍ମିତା ଥିଲା ଏମ୍ଏଲ୍ଏ ମାନଙ୍କୁ ବାଇଗଣ ପରିବା ଭଳି ବିକ୍ରି ଯୋଗ୍ୟ ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ମଧ୍ୟ ଅସ୍ମିତାର ବିରୋଧୀ। ଆଉ ଯେଉଁମାନେ ଏହାର ଶିକାର ହେଲେ, ନିଜକୁ ନିଜେ ପଚାରିଲେ ନାହିଁ, ସେମାନେ ମଧ୍ୟ ଏ ବିଷୟରେ ଆଉ କିଛି କହିବା ପାଇଁ ତାଙ୍କ ଜିଭରେ ଛାଡ଼ ନାହିଁ। ତାଙ୍କ ଭିତରେ ତ କିଏ କେତେବେଳେ ବିକ୍ରି ହେଇଛି, ତାଙ୍କ ଭିତରେ ତ ବିକ୍ରି ହେଇଛନ୍ତି। ଯଦି ଦଳ ବିରୁଦ୍ଧରେ ଭୋଟ ଦେବାର ଥିଲା ସେ ଆଗରୁ ଖୋଲାଖୋଲି କହିପାରିଥାନ୍ତେ। କିନ୍ତୁ ଯଦି ଦେଲେ ସାହସ କରି ଦେଇଛନ୍ତି, ଦଳ ମଧ୍ୟ ତାଙ୍କୁ ନିଲମ୍ବିତ କରିସାରିଲାଣି। ତେଣୁ ସେ ଚାପ୍ଟର ସରିଯାଇଛି। କିନ୍ତୁ ବିଧାୟକମାନଙ୍କୁ ଯେଉଁ ଦୃଷ୍ଟିରେ ଦେଖାଯାଉଛି, ସେ ମୋ ସପକ୍ଷରେ ଭୋଟ ଦେଇପାରେ, ଅନ୍ୟ ଦଳର ହେଇଥିଲେ ମଧ୍ୟ। କ'ଣ ପାଇଁ ଭୋଟ ଦେବ ତା ଭିନ୍ନ କଥା। ତେଣୁ ଦେଇପାରେ ବୋଲି ଭାବୁଛି ଯେ ସେ ମଧ୍ୟ କମ୍ ଦୋଷୀ ନୁହେଁ। ଦ୍ୱିତୀୟ କଥା ହେଲା, ନବୀନ ବାବୁ ବହୁତ ଦିନରୁ ଦଳ ଭିତରେ ଶୃଙ୍ଖଳା ରଖିବା ପାଇଁ ବହୁତ କାର୍ଯ୍ୟକ୍ରମ ଗ୍ରହଣ କଲେ। ଆମେ ସବୁ ବହୁତ ଚିତ୍ର ଦେଖିଲୁ। ନବୀନ ନିବାସରେ ପ୍ରଥମ ଥର ପାଇଁ ଏତେ ଗୁଡ଼ିଏ ଏମ୍ଏଲ୍ଏ ଲୁଙ୍ଗି ପିନ୍ଧି ରାତ୍ରି ଯାପନ କଲେ। ଇଏ ଗୋଟେ ଭଲ ଦୃଶ୍ୟ। କିନ୍ତୁ ଏ ଦୃଶ୍ୟ 24 ବର୍ଷ ଭିତରେ ଆମେ କେହି ଦେଖିନଥିଲୁ। ଏବଂ ସେ ମଧ୍ୟ ମୂଳରୁ ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ନିଲମ୍ବିତ କରିଥିଲେ ସନା ମହାକୁଡ଼ଙ୍କୁ ଏବଂ ଅରବିନ୍ଦ ବାବୁଙ୍କୁ। ଏଇଥିପାଇଁ ବୋଧ ହୁଏ ଯେ ବିଶୃଙ୍ଖଳାଟି ଟିକେ ନବାକୁ, କିନ୍ତୁ ତାଙ୍କର ଏ କାର୍ଯ୍ୟାନୁଷ୍ଠାନ ବିଶେଷ କିଛି କାମ ହୋଇନି। ତେଣୁ ନବୀନ ବାବୁଙ୍କ ନେତୃତ୍ୱ ପ୍ରତି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହେଇଛି, ସେ ପ୍ରଶ୍ନ ଏବେ ବି ସଠିକ୍ ଉତ୍ତର ଓଡ଼ିଶା ଲୋକମାନେ ପାଇଯିବେନି। ଏବଂ ବିଜେଡି ଭିତରେ ଯେଉଁମାନେ ଅଛନ୍ତି, ନବୀନ ବାବୁଙ୍କୁ ସର୍ବମାନ୍ୟ ନେତା ବୋଲି କହୁଛନ୍ତି, ସେମାନେ ମଧ୍ୟ ନିଜ ମନ ଭିତରେ ଆଶଙ୍କା କରିବା ଆରମ୍ଭ କରିବେ। ଠିକ୍ ସେହିପରି କଂଗ୍ରେସ ମାତ୍ର 14 ଜଣ ଲୋକଙ୍କ ଭିତରୁ 3 ଜଣଙ୍କୁ ମଧ୍ୟ ଅଟକେଇ ରଖିପାରିଲା ନାହିଁ ଏବଂ ହୁଇପ୍ ଜାରି କଲା ପରେ ମଧ୍ୟ ବାଙ୍ଗାଲୋର ଯାତ୍ରା କରୁଥିଲେ। କାହିଁକି ବାଙ୍ଗାଲୋର ଯାଇଥିଲେ ଏବଂ ବାଙ୍ଗାଲୋର ଯାତ୍ରା ଫେରି ଆସିଲା ପରେ ତାଙ୍କର କ'ଣ ଅବସ୍ଥା ହେଲା, ତାଙ୍କ ନେତୃତ୍ୱ ପ୍ରତି ମଧ୍ୟ ଯେଉଁ ପ୍ରଶ୍ନ ଥିଲା, ସେ ପ୍ରଶ୍ନର ଉତ୍ତର ସମସ୍ତେ ପାଇଥିଲେ। ସେ କଂଗ୍ରେସ ନେତୃତ୍ୱ ହଉ କିମ୍ବା ବିଜେଡିର ନେତୃତ୍ୱ ହଉ, ସେ ଯାହା କହନ୍ତି ଅନେକ ପ୍ରଶ୍ନର ଅପେକ୍ଷା ରହୁଛି। ନବୀନ ବାବୁଙ୍କ ବର୍ତ୍ତମାନ ପକଡ଼ ଟିକେ କମିଗଲାଣି। ବିପର୍ଯ୍ୟୟ ପରେ ନେତା ଏବେ ଅମାନିଆ ହେଇଗଲେ। ତୁମ କଥାଟା କାହିଁ ମୋ ପାଟିରେ କହିବାକୁ ଚାହୁଁ କରୁଛ? ଯେ ପକଡ଼ କମିଲାଣି କି ନକମିଲାଣି ତ ଜାଣିପାରୁନଥିବ ଯେ ମୋତେ କହୁଛି ପକଡ଼ କମିଗଲାଣି। ତୁମେ କ'ଣ ଭାବୁଛ? ସେ ତ ପଛ 2ଟା ନିଲମ୍ବିତ କରିଥିଲେ, ଏଇନା କେତେ ନିଲମ୍ବିତ କରିବାକୁ ଯାଉଛନ୍ତି ଦେଖିବା। କଂଗ୍ରେସ 3 କଲାଣି, ଏମାନେ 6 କରିବେ ବୋଧେ। ଗୋଟେ କୁହାଯାଉଛି ଯେଉଁ 2026ରେ ବଡ଼ ରାଜନୈତିକ ପରିବର୍ତ୍ତନ ହେବା କଥା କୁହାଯାଉଛି। ଏମିତିରେ ନୂଆ ଦଳ ଗଠନ କଥା ମଧ୍ୟ କୁହାଯାଉଛି।
ବର୍ତ୍ତମାନ ଯୋଉମାନେ ଗତକାଲି ଆପଣ ଦେଖିଲେ ବିଜୁ ଲିଗାସୀ ମାନେ ବିଜୁ ଜନତା ଦଳ ସହିତ ରହିଲେନି ନୂଆ ଦଳ ଗଠନ ହେବା ପ୍ରକ୍ରିୟା ରହିଛି ଏମିତି କହିଦେଲେ ଦଳ ଗଠନ ହୁଏ ନାହିଁ, କିନ୍ତୁ ବିଜେଡି ଦଳ ନିର୍ବାଚନ ପରେ ପରେ 51 ଜଣ ଥିଲେ। ଆଜି ଯଦି ଠିକ ଭାବରେ ବିଚାର କରାଯିବ ସେ 51ଟା ନୂଆପଡ଼ା ପରେ 50 ହେଲା, 50ଟା କିଛି ଦିନ ପରେ 48 ହେଲା, 48ଟା ଆଜି ଯଦି ଯେଉଁମାନେ ଭୋଟ ଦେଇନାହାନ୍ତି ତାଙ୍କୁ ଦଳର ବାହାର ବୋଲି ବିଚାର କରାଯିବ ତାହେଲେ 42 ହେଲା। ଆପଣ 51କୁ ଲୋକ ଆପଣଙ୍କୁ 51ଟା କରିଥିଲେ, ଆପଣ ଏଭଳି ଇତିମଧ୍ୟରେ 51କୁ ସମ୍ଭାଳି ପାରିନାହାନ୍ତି, ବର୍ତ୍ତମାନ ଆସିଲେଣି 42କୁ। 51ରୁ 42 ଗଲା କେତେ? 9 ରହିଲା। 51ରୁ 9 କେତେ? ପାଖାପାଖି 19-20%, 19% ଆପଣଙ୍କର ଅବକ୍ଷୟ ଘଟୁଛି। ଧୀରେ ଧୀରେ ଘଟିବ ଆଉ ଇସ୍ତଫାର କ'ଣ? ଆଜ୍ଞା ସେଇମାନେ ନୂଆ ଦଳର ନିୟମ ପକେଇବେ ଯୋଉମାନେ କିଏ କୌଣସି ନିର୍ବାଚିତ ଏମଏଲଏ ଦଳର ନିୟମ ପକାନ୍ତି ନାହିଁ। ନିର୍ବାଚିତ ସାଧାରଣ ଲୋକମାନେ ଚାହିଁଲେ ଦଳର ନିୟମ ପଡ଼ିବ। ତେଣୁ ଏସବୁ ପ୍ରକ୍ରିୟା ଚାଲେ। ଆଜି ନୂଆ କରି ହଉନାହିଁ। ଦିଲ୍ଲୀ ବାବୁ ଇତିହାସକୁ ରିପିଟ୍ କଲେ, वर्ल्ड कप जितना भाया हिस्ट्री रिपीट। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।